ଆଜି ତମମାନଙ୍କୁ ଗୋଟିଏ ଗପ କହିବି, ଶୁଣିବ ନା ପିଲେ? ହଉ ଶୁଣ। ଆଗକାଳରେ ଜଣେ ଧନୀ ବଣିକ ଥିଲେ। ତାଙ୍କ ନାଁ ବ୍ରହ୍ମଦତ୍ତ। ସେ ଖୁବ୍ ଈଶ୍ୱର ବିଶ୍ୱାସୀ, ଧାର୍ମିକ, ଦାନୀ ଆଉ ସଦାଚାରୀ ଥିଲେ। କଥା କଥାକେ ତାଙ୍କ ପାଟିରୁ ଭଗବାନଙ୍କ ନାଁ ବାହାରି ଆସେ। ଦିନେ କ'ଣ ହେଇଛି ନା, ବଡ଼ି ଭୋରରୁ ନିଦୁଆ ଆଖିରେ କବାଟ ଖୋଲି ବାହାରକୁ ବାହାରିଲା ବେଳକୁ ତାଙ୍କ ପାଦ ତଳେ କ'ଣ ଗୋଟିଏ ଚାପି ହେଇଗଲା ପରି ଲାଗିଲା। ନଇଁ ପଡ଼ି ଦେଖିଲା ବେଳକୁ ସେଇଟା ଗୋଟିଏ କଅଁଳା ବାଛୁରୀଟିଏ। ଆଉ ତାଙ୍କ ପାଦ ତଳେ ଚାପି ହେଇ ବାଛୁରୀର ଜୀବନ ଚାଲିଯାଇଥିଲା। ବ୍ରହ୍ମଦତ୍ତଙ୍କର ତ ଅଭ୍ୟାସ, ସେଥିପାଇଁ ସାଙ୍ଗେ ସାଙ୍ଗେ ମୁହଁରୁ ବାହାରି ଆସିଲା, ହେ ଭଗବାନ। ଫଳରେ ତାଙ୍କର ସେ ପାପ ଭଗବାନଙ୍କ ପାଖକୁ ଚାଲିଗଲା। ତାଙ୍କୁ ଆଉ ସେ ପାପ ଲାଗିଲା ନାହିଁ। କିଛିଦିନ ପରେ ସ୍ୱୟଂ ଭଗବାନ ଭକ୍ତି ପରୀକ୍ଷା ପାଇଁ ବ୍ରାହ୍ମଣ ବେଶରେ ବ୍ରହ୍ମଦତ୍ତଙ୍କ ଘରକୁ ଆସିଲେ। ସେ ଭଗବାନଙ୍କୁ ସ୍ୱାଗତ କରି ତାଙ୍କୁ ଚର୍ଚ୍ଚା କରି ନିଜର ଧନ ସମ୍ପତ୍ତି ଗୋଟି ଗୋଟି କରି ସବୁ ଦେଖାଉଥାନ୍ତି। ଆଉ ମଝିରେ ମଝିରେ କହୁଥାନ୍ତି, ଏ ସମ୍ପତ୍ତି ମୁଁ ବହୁ ପରିଶ୍ରମ କରି ଅର୍ଜନ କରିଛି। ଏସବୁ ମୋର ପରିଶ୍ରମର ଫଳ, ମୋ କର୍ମର ଫଳ। ବ୍ରାହ୍ମଣ ଜଣଙ୍କ ହଠାତ୍ ମୁହଁ ଖୋଲି କହିଲେ, ଯେଉଁ କର୍ମର ଫଳ ସ୍ୱରୂପ ଏ ଧନ ସମ୍ପତ୍ତି ଭୋଗ କରୁଛ, ସେ କର୍ମର ଫଳକୁ ଅନ୍ୟମାନେ କେମିତି ଭୋଗ କରିବେ? ଏବେ ତାକୁ ତୁମେ ହିଁ ଭୋଗ କର। ଗୋହତ୍ୟା ଜନିତ ଦୋଷକୁ ଭଗବାନ ତାଙ୍କୁ ଫେରେଇ ଦେଇ ସେଠାରୁ ଅନ୍ତର୍ଧ୍ୟାନ ହେଇଗଲେ। ଆଉ ଏବେ ସେ ପାପ ବ୍ରହ୍ମଦତ୍ତଙ୍କ ପାଖକୁ ହିଁ ଫେରି ଆସିଲା। ପିଲେ, ଏଇ ଗପରୁ ଏଇଆ ଶିଖିଲ ଯେ ଯେତେ ଧାର୍ମିକ ହେଲେ ବି କେବଳ ମୁଁ କାରକୁ ଛାଡ଼ି ନ ପାରିବାରୁ ବ୍ରହ୍ମଦତ୍ତଙ୍କୁ ମୁକ୍ତି ମିଳିଲାନି। ସେଥିପାଇଁ ପିଲେ, ନିଜ ସଫଳତାର ଶ୍ରେୟ ପାଇଁ ନିଜେ ଖୁସି ତ ହେବ, ହେଲେ ମନରେ କେବେ ଗର୍ବ ଆଣିବନି। ତମ ସଫଳତାର ଶ୍ରେୟ କେବେ ଏକାକୀ ନେଇଯିବନି। ସେଥିପାଇଁ ତମେ ଭଗବାନଙ୍କୁ ଧନ୍ୟବାଦ ଦେବ। ଆଉ ତମ ପରିଶ୍ରମରେ ଯେଉଁମାନେ ବି ତମ ସହିତ ଥିଲେ, ମାନେ ତମ ବାପା ମା ବନ୍ଧୁ ପରିଜନ ଯିଏ ବି ତମ ସହିତ ଥିବେ, ସେମାନଙ୍କୁ ମଧ୍ୟ ସଫଳତାର ଶ୍ରେୟ ନିଶ୍ଚୟ ଦେବ। କେବେ ବି ତମ ସଫଳତାକୁ ନେଇ ମନରେ ଗର୍ବ ଆଣିବନି। ବୁଝିଲ ତ ପିଲେ? ହଉ ଆସ ଭଗବାନଙ୍କୁ ସ୍ମରଣ କରି ଭକ୍ତି ସଙ୍ଗୀତଟିଏ ଶୁଣିବା। ଆର୍ତ ଦାସଙ୍କ ରଚନାରୁ ଗୀତଟିକୁ ତମମାନଙ୍କ ପାଇଁ ଗାଇଛନ୍ତି ଦାସ ଅଙ୍କିତା ଚାନ୍ଦ। प्रभु के सुंदर दिश बसिरहनु सिंहासन, प्रभु के सुंदर
ଠାକୁରଙ୍କ ବିଷୟରେ ଗପଟିଏ ଶୁଣିଲ। ଭଉଣୀ ଅଙ୍କିତାଙ୍କ ପାଖରୁ ଭକ୍ତି ସଙ୍ଗୀତଟିଏ ବି ଶୁଣିଲ। ତାହେଲେ ଏବେ ଆଉ ଡେରି ନକରି ଚାଲ ମନ୍ଦିର ଆଡ଼େ ବୁଲି ଆସିବା। ମନ୍ଦିର ମାଳିନୀ ଓଡ଼ିଶାରେ ଶୁଣିବା ଅନନ୍ତ ବାସୁଦେବ ମନ୍ଦିର ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ସୌଭାଗିନୀ ରାୟ। ପିଲାମାନେ, ତମେ ଜାଣିଛ ଆମ ରାଜଧାନୀ ଭୁବନେଶ୍ୱରକୁ ମନ୍ଦିର ମାଳିନୀ ନଗରୀ ବୋଲି କୁହାଯାଏ। କାହିଁକିନା ଏଠାରେ ଅଧିକ ମନ୍ଦିର ଦେଖିବାକୁ ମିଳେ। ସେହି ସବୁ ମନ୍ଦିର ମଧ୍ୟରୁ ମୁଁ ଆଜି ତୁମକୁ ପୁରୁଣା ଭୁବନେଶ୍ୱର ଅନ୍ତର୍ଗତ ବିନ୍ଦୁ ସରୋବର ନିକଟସ୍ଥ ଅନନ୍ତ ବାସୁଦେବଙ୍କ ମନ୍ଦିର କଥା କହୁଛି। ମନ ଦେଇ ଶୁଣ। ଗଙ୍ଗବଂଶୀ ରାଜା ନରସିଂହଦେବଙ୍କ ପୁତ୍ର ରାଜା ଭାନୁଦେବଙ୍କ ରାଜତ୍ୱ ସମୟରେ ଅନନ୍ତ ବାସୁଦେବଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିରକୁ ତୃତୀୟ ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀ 1278 ଖ୍ରୀଷ୍ଟାବ୍ଦରେ ତିଆରି କରାଇଥିଲେ। ଭକ୍ତିମତୀ ଚନ୍ଦ୍ରିକା ଦେବୀ ମନ୍ଦିରକୁ ସୁନ୍ଦର କାରୁକାର୍ଯ୍ୟରେ ବିମଣ୍ଡିତ କରାଇଥିଲେ। ଏଥିସହିତ ମନ୍ଦିର ଭିତରେ ଦେବତାମାନଙ୍କୁ ପ୍ରବେଶ କରାଇ ସେମାନଙ୍କୁ ଅନେକ ସୁନ୍ଦର ଓ ମୂଲ୍ୟବାନ ଅଳଙ୍କାର ପିନ୍ଧାଇ ନିଜେ ଖୁସି ହେଉଥିଲେ। ଏହି ମନ୍ଦିର ସମ୍ବନ୍ଧରେ ଏକାମ୍ର ପୁରାଣ, ଏକାମ୍ର ଚନ୍ଦ୍ରିକା ଓ କପିଳ ସଂହିତାରେ ବିଶେଷ ଭାବେ ବର୍ଣ୍ଣନା କରାଯାଇଛି। ଏହାଛଡ଼ା ଏ ବାବଦରେ ଚନ୍ଦ୍ରିକା ଦେବୀଙ୍କ ଶିଳାଲିପିରେ ମଧ୍ୟ ବର୍ଣ୍ଣନା କରାଯାଇଛି। ମାତ୍ର ଚନ୍ଦ୍ରିକା ଦେବୀ ଶିଳାଲିପିଟି ବର୍ତ୍ତମାନ ବିଲାତରେ ରହିଛି, ହେଲେ ଏହାର ଏକ ନକଲ ଆମ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ରଖାଯାଇଛି। ଅନନ୍ତ ବାସୁଦେବଙ୍କ ମନ୍ଦିରର ମୁଖ୍ୟ ଦେବତା ହେଲେ ଶ୍ରୀ ଶ୍ରୀ ଅନନ୍ତ ବା ବଳରାମ, ତାପରେ ଶ୍ରୀ ଶ୍ରୀ ବାସୁଦେବ ଶ୍ରୀକୃଷ୍ଣ ଓ ଦେବୀ ଶ୍ରୀ ଶ୍ରୀ ସୁଭଦ୍ରା। ଏହି ତିନି ଠାକୁରଙ୍କ ମୂର୍ତ୍ତି ମନ୍ଦିରସ୍ଥ ସିଂହାସନରେ ପଶ୍ଚିମ ଦିଗକୁ ମୁହଁ କରି ଦଣ୍ଡାୟମାନ ହୋଇଛନ୍ତି। ଶ୍ରୀ ଶ୍ରୀ ଅନନ୍ତଙ୍କ ମୂର୍ତ୍ତିର ଉଚ୍ଚତା 55 ଇଞ୍ଚ ଓ ପ୍ରସ୍ଥ 18 ଇଞ୍ଚ। ତାଙ୍କ ମସ୍ତକ ସପ୍ତ ଫଣାକୃତି, ଅର୍ଥାତ୍ 7ଟି ନାଗ ତାଙ୍କ ମୁଣ୍ଡ ଉପରେ ଘୋଡ଼େଇ ହୋଇ ରହିଛନ୍ତି। ସେ ଡାହାଣ ହାତରେ ହଳ ଓ ବାମ ହାତରେ ମୂଷଳ ଧରିଛନ୍ତି। ମସ୍ତକରେ ମୁକୁଟ ପିନ୍ଧିଛନ୍ତି। ସେହିପରି ଶ୍ରୀ ବାସୁଦେବଙ୍କ ମୂର୍ତ୍ତିର ଉଚ୍ଚତା 58 ଇଞ୍ଚ ଓ ପ୍ରସ୍ଥ 18 ଇଞ୍ଚ। ମସ୍ତକ ଅର୍ଦ୍ଧମଣ୍ଡଳାକୃତି। ସେ ମସ୍ତକରେ ବା ଶିରରେ ମୁକୁଟ ପରିଧାନ କରିଛନ୍ତି ବା ଶିରରେ ମୁକୁଟ ପିନ୍ଧିଛନ୍ତି। କାନ୍ଧରେ ଉପବୀତ ବା ପଇତା ପିନ୍ଧିଛନ୍ତି। ତାଙ୍କ ଚତୁର୍ଭୁଜ ମଧ୍ୟରୁ ସେ ବାମ ପାଖ ଉପର ହସ୍ତରେ ଶଙ୍ଖ ଓ ତଳ ହସ୍ତରେ ଚକ୍ର ଧାରଣ କରିଛନ୍ତି। ଡାହାଣ ପାଖ ଉପର ହସ୍ତରେ ଗଦା ଓ ତଳ ହସ୍ତରେ ପଦ୍ମ ଧରିଛନ୍ତି। ଅର୍ଥାତ୍ ତାଙ୍କ ନିଜ ଡାହାଣ ହାତରେ ଶଙ୍ଖ ଆଉ ଚକ୍ର ଧରିଛନ୍ତି ଆଉ ବାମ ହାତରେ ଗଦା ପଦ୍ମ ଧରିଛନ୍ତି। ଦେବୀ ଶ୍ରୀ ଶ୍ରୀ ସୁଭଦ୍ରାଙ୍କ ମୂର୍ତ୍ତିର ଉଚ୍ଚତା 40 ଇଞ୍ଚ ଓ ପ୍ରସ୍ଥ 17 ଇଞ୍ଚ। ସେ ଏକ ପଦ୍ମଫୁଲ ଉପରେ ଛିଡ଼ା ହୋଇଛନ୍ତି। ତାଙ୍କ ଶିର ବା ମୁଣ୍ଡ ଉପରେ 2ଟି ପ୍ରସ୍ଫୁଟିତ ପଦ୍ମଫୁଲ ଶୋଭା ପାଉଛି। ଗଳାରେ ବନମାଳା ଓ ଅନ୍ୟାନ୍ୟ ଅଳଙ୍କାର ପିନ୍ଧିଛନ୍ତି ମା ସୁଭଦ୍ରା। ଅନନ୍ତ ବାସୁଦେବଙ୍କ ମନ୍ଦିର ସପ୍ତରଥ ଆକୃତିର ତିଆରି କରାଯାଇଛି। ଏହି ମନ୍ଦିରରେ ଲଗାଲଗି ଭାବେ ପୀଢ଼ ଦେଉଳ, ଜଗମୋହନ, ନାଟ ମନ୍ଦିର ଓ ଭୋଗ ମଣ୍ଡପ ରହିଛି। ମନ୍ଦିରର ଦକ୍ଷିଣ ଓ ଉତ୍ତର ପାର୍ଶ୍ୱ ଦେବତା ଭାବେ ବରାହ ବାମନ ରହିଛନ୍ତି। ଉତ୍ତର ଭାଗର ବାହାର ପାର୍ଶ୍ୱରେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ହନୁମାନ ଓ ବିଭୀଷଣ ରହିଛନ୍ତି। ଦକ୍ଷିଣ ପାର୍ଶ୍ୱର କାନ୍ଥରେ ଶ୍ରୀକୃଷ୍ଣଙ୍କ ସହିତ 4 ଜଣ ଗୋପୀ ଶୋଭା ପାଉଛନ୍ତି। ଜଗମୋହନର ଉତ୍ତର ଝରକା ପାଖରେ ମହାଲକ୍ଷ୍ମୀ ଓ ମହା ସରସ୍ୱତୀଙ୍କ ମୂର୍ତ୍ତି ରହିଛି। ଜଗମୋହନର 4 ଦିଗର ଉତ୍ତର ପାର୍ଶ୍ୱରେ 8ଟି ଦିଗପାଳଙ୍କ ମୂର୍ତ୍ତି ରଖାଯାଇଛି। ପୂର୍ବ ଦିଗରେ ଇନ୍ଦ୍ର ହାତୀ ଉପରେ ବସି ବଜ୍ର ଧରିଛନ୍ତି ଓ ଉପରେ ତାଙ୍କର ଶକ୍ତି ଇନ୍ଦ୍ରାଣୀ ରହିଛନ୍ତି। ଶକ୍ତିମାନେ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ରହିଛନ୍ତି। ଦକ୍ଷିଣ ପୂର୍ବରେ ଅଗ୍ନି ଦେବତା ମେଷ ବାହନରେ ଅକ୍ଷମାଳା ଓ କମଣ୍ଡଳ ଧରି ବିରାଜମାନ କରିଛନ୍ତି। ତାଙ୍କ ଉପରେ ତାଙ୍କ ସ୍ତ୍ରୀ ଆଗ୍ନେୟୀ ରହିଛନ୍ତି। ସେହିପରି ଦକ୍ଷିଣରେ ଯମଦେବତା ମଇଁଷି ଉପରେ ଥାଇ ଖଡ଼୍ଗ, ତ୍ରିଶୂଳ ଓ ଅକ୍ଷମାଳା ହାତରେ ଧରିଛନ୍ତି। ଉର୍ଦ୍ଧ୍ୱରେ ତାଙ୍କର ବାରାହୀ ଅଛନ୍ତି, ଅର୍ଥାତ୍ ତାଙ୍କ ସ୍ତ୍ରୀ ବାରାହୀ ଅଛନ୍ତି। ଦକ୍ଷିଣ ପଶ୍ଚିମରେ ଖଡ଼୍ଗ ଓ ଢାଲ ଧରି ନୈଋତ ଓ ଉପରେ ନୈଋତି ଦେବୀ ରହିଛନ୍ତି। ପଶ୍ଚିମରେ ବରୁଣଦେବ ଶଙ୍ଖ ଓ ପଦ୍ମ ଧାରଣ କରି ମକର ବାହନରେ ବସିଛନ୍ତି। ପିଲାମାନେ ଜାଣିଛ ମକର ବାହନ କ'ଣ? ମକର କହିଲେ କୁମ୍ଭୀର ବାହନରେ ବସିଛନ୍ତି। ଉପରେ ବରୁଣାନୀ ରହିଛନ୍ତି। ପଶ୍ଚିମରେ ବାୟୁଦେବ ହସ୍ତରେ ଚକ୍ର ଧରି ମୃଗ ବାହନରେ ବସିଛନ୍ତି। ଉପରେ ତାଙ୍କ ସ୍ତ୍ରୀ ବାୟୁ ବି ଅଛନ୍ତି। ଉତ୍ତରରେ କୁବେର ବର ଓ ଅଭୟ ମୁଦ୍ରାରେ ବିରାଜମାନ କରିଛନ୍ତି। ଉର୍ଦ୍ଧ୍ୱରେ କୌବେରୀ ରହିଛନ୍ତି। ଉତ୍ତର ପୂର୍ବରେ ଈଶାନ ତ୍ରିଶୂଳ ଧରି ବୃଷ ଉପରେ ବସିଛନ୍ତି। ଉପରକୁ ତାଙ୍କ ଶକ୍ତି ଈଶାନୀ ରହିଛନ୍ତି। ମନ୍ଦିରରେ ନବଗ୍ରହମାନେ ମଧ୍ୟ ରହିଛନ୍ତି। ଅନନ୍ତ ବାସୁଦେବଙ୍କ ପାଖରେ ଥିବା ଦ୍ୱାରପାଳ ଜୟ ବିଜୟ ଉପର 2 ହାତରେ ଶଙ୍ଖଚକ୍ର ଓ ତଳ 2 ହାତର ବାମ ହାତରେ ଗଦା ଓ ଦକ୍ଷିଣ ହାତରେ ଗଣନ କରିବା ମୁଦ୍ରା ରହିଛି। ସେ ଗଳାରେ ମାଳା ଓ ହାତ ପାଦରେ ବଳୟ ପିନ୍ଧିଛନ୍ତି।
ଅଣ୍ଟାରେ କାରୁକାର୍ଯ୍ୟ ଖଚିତ ଚନ୍ଦ୍ରହାର ପିନ୍ଧିଛନ୍ତି। ମନ୍ଦିର ସାମ୍ନାରେ ଥିବା ସିଂହଦ୍ୱାରରେ 2ଟି ସିଂହ ମୂର୍ତ୍ତି ରହିଛନ୍ତି। ଏହା ଛଡ଼ା ମନ୍ଦିରର ବିଭିନ୍ନ ସ୍ଥାନରେ ବିଭିନ୍ନ ଆକୃତିର ଝପା ସିଂହ, ଖେପା ସିଂହ, ଉଡ଼ା ସିଂହ ରହିଛନ୍ତି। ଏଇଠି ପିଲାମାନେ ଭାବୁଥିବ ଝପା ସିଂହ କ'ଣ? ଝାମ୍ପ ଦେବା ସିଂହକୁ ଝପା ସିଂହ କହନ୍ତି। ଯେମିତି ଗୋଟେ ଦେଖୁଛି ଗୋଟେ ଶିକାରକୁ ସେ ଝାମ୍ପ ମାରୁଛି, ସେଇଟା ଝପା ସିଂହ। ଖେପା ସିଂହ କହିଲେ ସେ ଡେଉଁଛନ୍ତି, ମାନେ ଡେଇଁ ଡେଇଁ ଯାଉଛନ୍ତି, ସେମିତି ଖେପା ସିଂହର ମୂର୍ତ୍ତି କରାଯାଇଛି। ଉଡ଼ା ସିଂହ, ଉଡ଼ନ୍ତା ସିଂହ, ସେ ଆକାଶରେ ଯେମିତି ଉଡ଼ୁଛନ୍ତି, ମନ୍ଦିର ଭିତରେ ଯେମିତି ଉଡ଼ୁଛନ୍ତି, ତାକୁ ଉଡ଼ା ସିଂହ କହୁଛନ୍ତି। ଏଇମାନେ ସବୁ ରହିଛନ୍ତି। ଏହି ମନ୍ଦିରରେ 1969 ମସିହାରେ ଅନନ୍ତ ବାସୁଦେବଙ୍କର ନବକଳେବର ହୋଇଥିଲା। ଏହାପରେ କ'ଣ କଲେ, ପୁରୁଣା ବିଗ୍ରହମାନଙ୍କୁ ବେଢ଼ା ଭିତର ରୋଷଘର ପାଖରେ ଛୋଟ ମନ୍ଦିରରେ ସ୍ଥାପନ କରାଗଲା। ନବକଳେବର ହେଲା ପରେ ନୂଆ ମୂର୍ତ୍ତି ଗଢ଼ାଗଲା। ଏ ନୂଆ ମୂର୍ତ୍ତିମାନଙ୍କୁ ସିଂହାସନରେ ରଖାଗଲା। ପୁରୁଣା ମୂର୍ତ୍ତିମାନଙ୍କୁ ବେଢ଼ା ଭିତର ରୋଷେଇ ଘର ପାଖରେ ଥିବା ଛୋଟ ମନ୍ଦିରରେ ରଖାଗଲା। ଏହି ମନ୍ଦିରରେ ପ୍ରତିଦିନ କାଠ ଚୁଲିରେ ମାଟି ପାତ୍ରରେ ଅଭଡ଼ା ପ୍ରସ୍ତୁତ କରାଯାଏ। ପ୍ରତିଦିନ ସାଧା ଅନ୍ନ, ମିଠା ଡାଲି, ମିଠା ଖେଚୁଡ଼ି, ବେସର, ଶାଗ, ଖଟା ଓ ଦହି ପାଚେଡ଼ି ପ୍ରସ୍ତୁତ କରାଯାଇ ଠାକୁରମାନଙ୍କୁ ସମର୍ପଣ କରାଯାଏ ବା ଭୋଗ ଲଗାଯାଏ। ଏହି ମହାପ୍ରସାଦ ଅତ୍ୟନ୍ତ ରୁଚିକର, ବହୁତ ସ୍ୱାଦିଷ୍ଟ, ଭାରି ଭଲ ଲାଗେ। ପିଲାମାନେ ଦେଖ, ଯେତେବେଳେ ସମୟ ପାଇବ ଛୁଟି ଦିନରେ ହେଉ, ବାପା ମାଆଙ୍କୁ କହି ଯାଇକିରି ଅନନ୍ତ ବାସୁଦେବ ମନ୍ଦିର ଦେଖି ଆସିବ, ବହୁତ ଖୁସି ଲାଗିବ, ପ୍ରଭୁଙ୍କୁ ଦର୍ଶନ କରିବ। ଏଇଠାରେ ଯେଉଁ ଅଭଡ଼ା ତିଆରି ହୁଏ, ଏଇଠାକୁ ବିଭିନ୍ନ କାର୍ଯ୍ୟରେ, ଲୋକମାନଙ୍କ ବିଭିନ୍ନ କାର୍ଯ୍ୟରେ ଭକ୍ତମାନେ ଏଠାରୁ ଅଭଡ଼ା କିଣି ନିଅନ୍ତି। ଏହାକୁ ଅନନ୍ତ ବାସୁଦେବଙ୍କ ଅଭଡ଼ା ବୋଲି କୁହାଯାଏ। ମନେ ରହିଲା ତ? ମନେ ରଖିଥା ମୋ କଥା ପିଲେ। ଯେମିତି ହେଲେ ଯାଇ ଅନନ୍ତ ବାସୁଦେବଙ୍କୁ ଦର୍ଶନ କରି ଆସିବ ବାପା ମାଆଙ୍କୁ ସାଙ୍ଗରେ ନେଇ। ରହିଲି। ପିଲାଏ, ତମେମାନେ ଏ ଦେଶର ଆଗାମୀ ଭବିଷ୍ୟତ। ତମେମାନେ ହିଁ ତ ଏଇ ଦେଶକୁ ଗୋଟିଏ ସୁନ୍ଦର, ଉନ୍ନତ ଓ ସମୃଦ୍ଧ ଦେଶ ଭାବରେ ଗଢ଼ି ତୋଳିବ। ଆସ ଶୁଣିବା ଦେଶ ବନ୍ଦନା। ଗାଇଛନ୍ତି ଦାସ ଅଙ୍କିତା ଚାନ୍ଦ, ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଆମରି ଦେଶକୁ ଆମେ ତ ଗଢ଼ିବୁ, ଆମରି ଦେଶକୁ ଆମେ ତ ଗଢ଼ିବୁ, ଦୂର କରି ଦେବୁ ଦୁଃଖ ଦଇନ। ଆମେ ଟିକେ ସଇନ, ଆମେ ଟିକେ ସଇନ, ଆମେ ଟିକେ ସଇନ, ଆମେ ଟିକେ ସଇନ। ଅସୀମ ବଳ, ସବୁ କାମେ ଆମେ ସଦା ଚଞ୍ଚଳ। ଆମ ଟିକି ହାତେ ଅସୀମ ବଳ, ସବୁ କାମେ ଆମେ ସଦା ଚଞ୍ଚଳ। ହିମାଳୟ ଠାରୁ ଆହୁରି ଅଧିକ, ହିମାଳୟ ଠାରୁ ଆହୁରି ଅଧିକ ଅଟଳ ଅଚଳ ଆମରି ମନ। ଆମେ ଟିକେ ସଇନ, ଆମେ ଟିକେ ସଇନ, ଆମେ ଟିକେ ସଇନ, ଆମେ ଟିକେ ସଇନ।
କରି ମଠ ମନ ଦେଇ ଆମେ ପଢ଼ିବୁ ପାଠ। ଅଳସୁଆ ପଣେ ନ କରି ମଠ ମନ ଦେଇ ଆମେ ପଢ଼ିବୁ ପାଠ। ଆମେ ତ ଉଡ଼ିବୁ, ଆମେ ତ ଲଢ଼ିବୁ, ଆମେ ତ ଉଡ଼ିବୁ, ଆମେ ତ ଲଢ଼ିବୁ, ରଖିଯିବୁ ଦେଶ ଜାତିର ମାନ। ଆମେ ଟିକି ସଇନ, ଆମେ ଟିକି ସଇନ, ଆମେ ଟିକି ସଇନ, ଆମେ ଟିକି ସଇନ। ଆମରି ଦେଶକୁ ଆମେ ତ ଗଢ଼ିବୁ, ଆମରି ଦେଶକୁ ଆମେ ତ ଗଢ଼ିବୁ, ଦୂର କରି ଦେବୁ ଦୁଃଖ ଦଇନ। ଆମେ ଟିକି ସଇନ, 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 ଆମେ ଟିକି ସଇନ। ପିଲାଏ, ମହାରାଣା ପ୍ରତାପ ହେଉଛନ୍ତି ଭାରତର ଜଣେ ବିରଳ ବୀର ଯିଏ ନିଜ ମାତୃଭୂମିର ସ୍ୱାଧୀନତା ପାଇଁ ଜୀବନ ଭରି ସଂଗ୍ରାମ କରିଥିଲେ। ହଁ, ତାଙ୍କ ଜୀବନ କେବଳ ମାତ୍ର ଇତିହାସ ନୁହେଁ, ସ୍ୱାଧୀନ ଚେତା, ଦୃଢ଼ ସଂକଳ୍ପ ଓ ରାଜପୁତ ଗର୍ବର ଅନନ୍ୟ ଉଦାହରଣ। ଆସ ତାଙ୍କ ବିଷୟରେ ଅଧିକ କିଛି ଶୁଣିବା ଆଉ ଜାଣିବା। ତମମାନଙ୍କ ପାଇଁ କହିଛନ୍ତି ବଟକୃଷ୍ଣ ସ୍ୱାଇଁ। ପିଲାଦିନେ ଆମ ଭାରତକୁ ଅନେକ ବିଦେଶୀ ଆସି ଶାସନ କରୁଥିଲେ। ସେମାନଙ୍କ ମଧ୍ୟରେ ମୋଗଲମାନେ ଅଧିକ ସମୟ ଶାସନ କରିଥିଲେ। ପ୍ରାୟ ଅନେକ ଭାରତୀୟ ରାଜା ଭୟରେ ମୋଗଲମାନଙ୍କ ପାଖରେ ଶରଣ ପଶିଥିଲେ। ଆଉ ସେହି ସମୟରେ ଜଣେ ଭାରତୀୟ ରାଜା ମୋଗଲ ସମ୍ରାଟଙ୍କ ସହ ଲଢ଼େଇ କରିଥିଲେ। ସେ କିଏ ଜାଣିଛ ପିଲେ? ସେ ଥିଲେ ମେୱାରର ରାଜା ରାଣା ପ୍ରତାପ। ଏବେ ଯେଉଁ ରାଜ୍ୟଟି ରାଜସ୍ଥାନ, ସେତେବେଳେ ତାର ନାଁ ଥିଲା ମେୱାର। ରାଣା ପ୍ରତାପ 1540 ମସିହା ମଇ ମାସ 9 ତାରିଖରେ ମେୱାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାଙ୍କ ନାମ ଥିଲା ଜୟବନ୍ତା ବାଇ, ଆଉ ତାଙ୍କ ପିତାଙ୍କ ନାମ ଥିଲା ଉଦୟ ସିଂ। ରାଣା ପ୍ରତାପ ଉଦୟ ସିଂଙ୍କର ସବୁଠାରୁ ବଡ଼ ପୁଅ ଥିଲେ। ତାଙ୍କ ପିତା ଉଦୟ ସିଂ ତାଙ୍କ ସାନ ରାଣୀ ଆଉ ତାଙ୍କର ପ୍ରିୟ ରାଣୀ ଧୀରବାଇଙ୍କ ପୁଅ ଜଗମାଲ ସିଂଙ୍କୁ ରାଜପଦରେ ବସାଇଲେ। ଉଦୟ ସିଂଙ୍କ ମୃତ୍ୟୁ ପରେ ଜଗମାଲ ସିଂ ଚିତ୍ତୋର ରାଜ୍ୟକୁ ଠିକ୍ ଭାବରେ ଶାସନ କରିପାରିଲେ ନାହିଁ। ସେଇଥିଲାଗି ତାଙ୍କ ରାଜ୍ୟର ପ୍ରଜାମାନେ ତାଙ୍କୁ ଆଉ ମାନିଲେ ନାହିଁ। ଜଗମାଲ ଥିଲେ ଜଣେ ଦୁର୍ବଳ ଶାସକ। ସେଇଥିପାଇଁ ଚିତ୍ତୋର ରାଜ୍ୟର ସିସୋଦିଆ ସୁଲତାନମାନେ ଜଗମାଲ ସିଂଙ୍କୁ ରାଜଗାଦିରୁ ହଟାଇ ରାଣା ପ୍ରତାପଙ୍କୁ ରାଜ୍ୟ ଶାସନ ଭାର ଦେଇଥିଲେ। ଚିତ୍ତୋର ରାଜ୍ୟର ଲୋକମାନେ ରାଣା ପ୍ରତାପଙ୍କୁ ଭଲ ପାଉଥିଲେ। ସେମାନେ ଜାଣିଥିଲେ ରାଜା ଉଦୟ ସିଂ ଜଣେ ଦୁର୍ବଳ ପୁଅକୁ ରାଜ୍ୟଭାର ଦେଇଥିଲେ। ସେମାନେ ମୁହଁ ଖୋଲି କିଛି କହିପାରୁନଥିଲେ। ଯେତେବେଳେ ରାଜା ଉଦୟ ସିଂ ମୃତ୍ୟୁବରଣ କଲେ, ଠିକ୍ ସେତିକିବେଳେ ସିସୋଦିଆ ସୁଲତାନଙ୍କ ସାହାଯ୍ୟରେ ବଡ଼ ପୁଅ ରାଣା ପ୍ରତାପଙ୍କୁ ରାଜ୍ୟଭାର ଅର୍ପଣ କରାଗଲା। 1572 ମସିହାରେ ରାଣା ପ୍ରତାପ ସିଂହାସନରେ ବସିଲେ। ମୋଗଲ ସମ୍ରାଟ ଆକବର 1556 ମସିହାରେ ମେୱାରର ରାଜଧାନୀ ଚିତ୍ତୋର ଉପରେ ଆକ୍ରମଣ କରି 30,000 ନିରୀହ ହିନ୍ଦୁମାନଙ୍କୁ ମାରି ଦେଇଥିଲେ। ଏହି ଘଟଣାଟି ରାଣା ପ୍ରତାପଙ୍କୁ ବହୁତ ଦୁଃଖ ଦେଇଥିଲା। କୌଣସି ଭାରତୀୟ ରାଜା ମୋଗଲ ସମ୍ରାଟ ଆକବରଙ୍କୁ ପରାସ୍ତ କରିପାରିନଥିଲେ। କେତେକ ରାଜା ଆକବରଙ୍କ ପାଖରେ ଶରଣ ପଶିଥିଲେ। ଆକବର ସେହି ରାଜାମାନଙ୍କୁ ଅନେକ ବଡ଼ ବଡ଼ ପଦବୀ ଦେଇଥିଲେ। ରାଣା ପ୍ରତାପ 30,000 ହିନ୍ଦୁମାନଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ହଳଦୀଘାଟଠାରେ 1576 ମସିହା ଜୁନ 18 ତାରିଖରେ ଆକବରଙ୍କ ସୈନ୍ୟମାନଙ୍କ ସହ ଲଢ଼େଇ କଲେ। ପ୍ରଥମେ ରାଣା ପ୍ରତାପ ଆକବରଙ୍କ ସୈନ୍ୟକୁ ଲଢ଼େଇ କରି ଘାଇଲା କରିଦେଇଥିଲେ। ଆକବର ରାଣା ପ୍ରତାପଙ୍କ ସହ ବୁଝାମଣା କରିବାକୁ 4 ଜଣ ଦୂତ ପଠାଇଥିଲେ। ରାଣା ପ୍ରତାପ ଆକବରଙ୍କ ସହ କିଛି ବୁଝାମଣା କଲେ ନାହିଁ, ଲଢ଼େଇ ଜାରି ରଖିଲେ। କିଛି ଦିନ ପରେ ରାଣା ପ୍ରତାପଙ୍କ ଘୋଡ଼ା
ଚେତକ ଯୁଦ୍ଧରେ ଆହତ ହୋଇଗଲା। ଶେଷ ମୁହୂର୍ତ୍ତରେ ରାଣା ପ୍ରତାପ ତାଙ୍କ ଘୋଡ଼ା ଚେତକକୁ ନେଇ ଯୁଦ୍ଧଭୂମିରୁ ପଳାୟନ କଲେ। ନିକଟରେ ଥିବା ଏକ ଜଙ୍ଗଲରେ ଆଶ୍ରୟ ନେଲେ। କିଛି ଦିନ ପରେ ରାଣା ପ୍ରତାପଙ୍କ ଘୋଡ଼ା ଚେତକ ମୃତ୍ୟୁବରଣ କଲା। ଆକବର ପୁଣି ରାଣା ପ୍ରତାପଙ୍କୁ ତାଙ୍କ ସେନାପତି କରିବା ପାଇଁ ଲୋଭ ଦେଖାଇଲେ। ହେଲେ ରାଣା ପ୍ରତାପ ସେହି ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ। ଆକବର ଶେଷରେ ରାଣା ପ୍ରତାପଙ୍କୁ ନିହତ କରି ମେୱାରକୁ ନିଜ ଅଧୀନକୁ ନେବାକୁ ଚାହିଁଲେ। ସେଥିରେ ବି ସେ ସଫଳ ହୋଇପାରିଲେ ନାହିଁ। ଭାରତର ଅନ୍ୟ ରାଜାମାନଙ୍କ ପରି ରାଣା ପ୍ରତାପ କେବେ ବି ଆକବରଙ୍କ ପାଖରେ ମୁଣ୍ଡ ନୁଆଇଁ ନଥିଲେ। ଘଞ୍ଚ ଜଙ୍ଗଲରେ ନିଜ ମହାରାଣୀ ଆଉ ପୁଅ ଝିଅଙ୍କ ସହ ସେ 35 ବର୍ଷ କାଳ ରହିଥିଲେ। ବଣରେ ଗଛର ପତ୍ର ସବୁ ବାଟି ରୁଟି କରି ଖାଇ ଜୀବନ ବଞ୍ଚାଇଥିଲେ। ଦେଶଭକ୍ତିକୁ ସେ କେବେ ବଳି ପକାଇ ନଥିଲେ। ଜଙ୍ଗଲରେ କଷ୍ଟ ଜୀବନ କଟାଇଲେ, ହେଲେ ଆକବରଙ୍କ ଗୋଲାମ ହେଲେ ନାହିଁ। ସେ ରାଜପୁତ୍ର ହୋଇ ନିଜ ରାଜ୍ୟର ମଙ୍ଗଳ ପାଇଁ ଜଙ୍ଗଲରେ ରହି ରାଜ୍ୟ ପରିଚାଳନା କରୁଥିଲେ। ଏହା ତାଙ୍କ ଦେଶପ୍ରେମର ଏକ ଉଦାହରଣ। ସେ ରାଜା ରାଣା ପ୍ରତାପରୁ ହୋଇଥିଲେ ମହାରାଣା ପ୍ରତାପ। ରାଣା ପ୍ରତାପଙ୍କୁ ଆତ୍ମସମର୍ପଣ କରିବାକୁ ଯୋଜନା କରି ଆକବର ସଫଳ ହୋଇପାରିନଥିଲେ। ଆକବରଙ୍କର ଦୂତ ଜଲାଲ ଖାଁ, ତୋଡ଼ାରମଲ, ମାନସିଂ ଆଦି ବ୍ୟକ୍ତିଙ୍କୁ ସେ ନାପସନ୍ଦ କରି ଫେରାଇ ଦେଇଥିଲେ। ପିଲାମାନେ, ମହାରାଣା ପ୍ରତାପଙ୍କ ବିଷୟରେ ଅନେକ ରୋଚକ କଥା ମୁଁ ଆଜି ତୁମମାନଙ୍କୁ କହୁଛି, ମନ ଦେଇ ଶୁଣ। ମହାରାଣା ପ୍ରତାପ ଥିଲେ ଜଣେ ଚତୁର, ସାହସୀ ଆଉ ଦେଶଭକ୍ତ। ତାଙ୍କର ଉଚ୍ଚତା ଥିଲା 7 ଫୁଟ 5 ଇଞ୍ଚ। ସେ ସବୁ ସମୟରେ ଏକ କବଚ ପିନ୍ଧୁଥିଲେ। କବଚର ଓଜନ ଥିଲା 80 କିଲୋଗ୍ରାମ। ତାଙ୍କ ନିକଟରେ ଥିବା ଏକ ଭାଲାର ଓଜନ ଥିଲା 60 କିଲୋଗ୍ରାମ। ସେ ସବୁବେଳେ 2ଟି ଖଣ୍ଡା ବ୍ୟବହାର କରୁଥିଲେ। ପ୍ରତ୍ୟେକ ଖଣ୍ଡାର ଓଜନ 25 କିଲୋଗ୍ରାମ ଥିଲା। ଜାଣିଛ ପିଲେ, ତାଙ୍କର ଆଉ ଏକ ଭଲ ଗୁଣ ଥିଲା, ବିନା ଅସ୍ତ୍ରରେ ଥିବା ଶତ୍ରୁଙ୍କ ସହ ସେ କେବେ ଲଢ଼େଇ କରୁନଥିଲେ। ସେ ତାଙ୍କ ପାଖରେ ଥିବା 2ଟି ଖଣ୍ଡାରୁ ଗୋଟିଏକୁ ତାଙ୍କ ଶତ୍ରୁକୁ ଦେଉଥିଲେ, ତାପରେ ଶତ୍ରୁ ସହ ଲଢ଼େଇ କରୁଥିଲେ। ରାଣା ପ୍ରତାପଙ୍କର ଦେଶଭକ୍ତିରେ ଖୁସି ହୋଇ ମେୱାରର ଜଣେ ଜମିଦାର ଭୀମା ଶାହା ତାଙ୍କର ସମସ୍ତ ଧନ ସମ୍ପତ୍ତି ରାଣାଙ୍କୁ ଦାନ କରିଥିଲେ। ଏହି ଧନ ସମ୍ପତ୍ତିକୁ ନେଇ ରାଣା ତାଙ୍କ ସୈନ୍ୟବାହିନୀର ବଳ ବୃଦ୍ଧି ଘଟାଇଥିଲେ। ପିଲାମାନେ, ଆଜି ମୁଁ ତୁମକୁ ମହାନ ଦେଶପ୍ରେମୀ ମହାରାଣା ପ୍ରତାପଙ୍କ ବିଷୟରେ କହିଲି। ତୁମେମାନେ ସମସ୍ତେ ତାଙ୍କରି ପରି ହୋଇ ଆମ ଦେଶର ସେବା କରିବ, ଆମ ଦେଶର ସେବା ପାଇଁ ନିଜକୁ ସମର୍ପଣ କରିବ। ହଉ ପିଲାମାନେ, ଆଜି ପାଇଁ କିଶୋର ଚକ୍ର ଏତିକି। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। ହେଲେ ଯିବା ପୂର୍ବରୁ ତମମାନଙ୍କୁ ମନେ ପକାଇ ଦେଉଛି, ଯଦି ତମମାନଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତାହେଲେ ତମେ ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇ ପାରିବ। ଆମକୁ ଚିଠି ଲେଖିବାର ଠିକଣା ହେଲା କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନକୋଡ଼୍ 753001। ହଉ ପିଲେ, ଆଜି ପାଇଁ କିଶୋର ଚକ୍ର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ଶନିବାର ଅପରାହ୍ନ 5ଟା ବେଳକୁ। ଶୁଣିବାକୁ ଜମାରୁ ଭୁଲିବନି।